ମୁକଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ। କିଏ କହୁଥିଲେ ଏମାନେ ଜୀବନ ସାରା ହାତ ପତାଇ ଚଳିବେ, ଆଉ କିଏ ପୁଣି ଅଲୋଡ଼ା ଅବହେଳିତ ହୋଇ କେଉଁ କୋଣରେ ଅବା ପଡ଼ିଥିବେ। ହେଲେ ସେ କିନ୍ତୁ ଦେଖାଇ ଦେଇଛନ୍ତି ଆଜି ତାଙ୍କୁ କେହି କହିପାରିବେନି ଅଲୋଡ଼ା କିମ୍ବା ବୋଝ ବୋଲି। ସେମାନେ ଆଜି ଉତ୍ତୁଙ୍ଗ ଶିଖର ଛୁଇଁବାର ସ୍ୱପ୍ନ ଦେଖୁଛନ୍ତି। ସମାଜରେ ପ୍ରତ୍ୟେକ ମଣିଷଙ୍କ ପାଇଁ ନିଚ୍ଛକ ଆଉ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି। ଆମେ କହୁଛୁ ଏଇ ଝିଅଟି କଥା। ଦିନେ ସେ ପରିବାର ପାଇଁ ଚିନ୍ତାର କାରଣ ଥିଲେ, ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପିଲାଟିର ବୟସ ସିନା ବେଶୀ, ହେଲେ ଉଚ୍ଚତା କିନ୍ତୁ ବହୁତ କମ୍। ପରିବାର ଲୋକେ ତାକୁ ଦୂରେଇ ଦେଇଥିଲେ, ହେଲେ ମା ମନ କି ସମ୍ଭାଳି ହୁଏ? ନିଜେ ଜନ୍ମ ଦେଇଥିବା ପିଲାକୁ କେମିତି କୋଳ ଛଡ଼ା କରିଥାନ୍ତେ? ସେ ପରା ତାର ମା। ତେଣୁ ଏହି 2.5 ଫୁଟିଆ ଝିଅ ରୀତା ପରିବାର ପାଇଁ ଯେମିତି ବୋଝ ନ ହୁଏ, ସେଥିପାଇଁ ମା ତାକୁ ସାଙ୍ଗରେ ଧରି ଭୁବନେଶ୍ୱର ନେଇ ଆସିଲେ। ସେଠାରେ ରୀତା ଆଉ ତାଙ୍କ ମାଙ୍କର ସଂଘର୍ଷ ଚାଲିଲା। ଏହି ସମୟରେ ରୀତା ଜଣେ ଯୁବକର ସଂସ୍ପର୍ଶରେ ଆସିଲେ, ତାଙ୍କୁ ଭଲ ପାଇ ବସିଲେ ଆଉ ବାହା ବି ହେଲେ। ସେମାନଙ୍କର ପୁଅଟିଏ ହେଲା। ହେଲେ ରୀତାର ସୁଖ କ୍ଷଣସ୍ଥାୟୀ ଥିଲା। ସ୍ୱାମୀ ସହିତ ଜୀବନଯାପନ ଅଳ୍ପ ଦିନ ପରେ ଅତ୍ୟାଚାର କଲା ଧୋକାବାଜ ପ୍ରେମିକ। ବଞ୍ଚିବା କଷ୍ଟକର ହୋଇପଡ଼ିଲା। ତଥାପି ସଂଘର୍ଷ କରି ଚାଲିଲେ ପୁଅଟିକୁ ନେଇ ବଞ୍ଚିବା ପାଇଁ। ତେବେ ଏହି ସଂଘର୍ଷ ପଥରେ ସାଙ୍ଗଟିଏ ମିଳିଗଲେ, ଆଉ ଜଣେ ଦିବ୍ୟାଙ୍ଗ ଯୁବକ ରବି କୁମାର, ଯିଏ ରୀତାଙ୍କୁ ବଞ୍ଚିବାର ରାହା ଦେଖାଇଲେ। ରୀତା ନାଚ ଶିଖିଲେ, ଆଉ ଆଜି ଜଣେ ଡ୍ୟାନ୍ସର ଭାବରେ ବିଭିନ୍ନ ମଞ୍ଚରେ ନିଜର କଳା ପ୍ରଦର୍ଶନ କରୁଛନ୍ତି। ଲୋକଙ୍କ ମନୋରଞ୍ଜନ କରି ବେଶ୍ 2 ପଇସା ରୋଜଗାର ବି କରୁଛନ୍ତି। ନିଜ ପୁଅର ଦାୟିତ୍ୱ ନେଇପାରୁଛନ୍ତି। ତେବେ ଏ ସାଧାରଣ ଦୁନିଆରେ ସେ ଜଣେ ଅସାଧାରଣ ମଣିଷ ବୋଲି ଭୁଲି ଯାଇଛନ୍ତି। ସକ୍ଷମ ହେଇକିରି ବି ଆପଣ କେବେ ବି ହାର ମାନନ୍ତୁନି। ସମସ୍ତେ ସକ୍ଷମ ହୁଅନ୍ତୁ ହେଲା। ଆଉ ଆମେ ଯେମିତି ରୋଜଗାର କରିବାର ବାଟ ଶିଖିଛୁ, ଡ୍ୟାନ୍ସ ହଉ କି ଗୀତ ହଉ, ଆପଣ ବି ସେୟା କରିକିରି ଚଳନ୍ତୁ। କିନ୍ତୁ ଭିନ୍ନକ୍ଷମ କେବେ ଭାବିବେନି। କେବେ ବି ଭାବିବେନି, ନା ଭିନ୍ନକ୍ଷମ କେବେ ବି ଭାବିବେନି। ଭାବିବେ ଯେ ଆମର କିଏ ନାହାନ୍ତି, କିନ୍ତୁ ଆମେ ଆଗରେ ଗଲେ ଆମ ପଛରେ 10 ଜଣ ବି ଯାଉଛନ୍ତି। ଆଉ କାହା ଆଗରେ ହାତ ପତାଇବାର ନାହିଁ କି ଲଜ୍ଜା କିମ୍ବା କ୍ଷୋଭର ଜୀବନ ଜୀବାର ନାହିଁ, କାରଣ ସେ ସଂଘର୍ଷ କରୁଛନ୍ତି ଆଉ ଜିତିଛନ୍ତି ମଧ୍ୟ। ଦର୍ଶକ ବନ୍ଧୁ, ଆଜିର ଦୁନିଆରେ ଦିବ୍ୟାଙ୍ଗ ଗୋଟେ ଶବ୍ଦ ଯାହା ପାଖରେ ହାର ମାନିଛି, ଯିଏ ଆକାଶ ଛୁଇଁବାର ଲକ୍ଷ୍ୟ ରଖିଛି, ସେମିତି ଜଣେ ମଣିଷ ଆମେ ତାଙ୍କ ସହିତ ଆଲୋଚନା କରିବା। ମୋ ନାଁ ରୀତା ତୋରେଇ। କୋଉଠି ଘର? ଘର ଗଞ୍ଜାମ। ଏଇଠି ଭୁବନେଶ୍ୱର କେତେ ବର୍ଷ ହେଲାଣି? 10 ବର୍ଷ ହେଲାଣି। ଦର୍ଶକ ବନ୍ଧୁ, ମାତ୍ର 2 ହାତ ଚାଖଣ୍ଡେ ମଣିଷ, କିନ୍ତୁ ଲକ୍ଷ୍ୟ ହଉଛି ଆକାଶର, ସେଇ ନଭଶ୍ଚୁମ୍ବୀ ଆକାଶର ତାରା ଭଳି ଝଟକିବା ପାଇଁ। ଆମ ସହିତ ଯୋଡି ହେଇଛନ୍ତି। କଣ ତାଙ୍କର ଲକ୍ଷ୍ୟ, କେମିତି ଏଇ ଭୁବନେଶ୍ୱର ଆସିଲେ, କେମିତି କଣ ତାଙ୍କର ଜୀବନର ପ୍ରତ୍ୟେକ କାହାଣୀ କେମିତି କଷ୍ଟ ଆଉ ଦୁଃଖରେ ଜଡିତ ଅଛି ନା ସୁଖରେ ଅଛନ୍ତି, ଥରେ ଆଲୋଚନା କରିବା। ଆଚ୍ଛା କୁହନ୍ତୁ, ଆପଣ ଏଇଠି ଭୁବନେଶ୍ୱର କେମିତି କଣ ଆସିଲେ? ଭୁବନେଶ୍ୱର ତ ମୋ ମା ଥିଲା ବେଳେ ମୁଁ ଆସିଛି। ମା ଥିଲେ, ବାପା ମରିଯାଇଥିଲେ ଆଗ। ମା ଥିଲେ ମା ସହିତ ମୁଁ ଆସିଥିଲି। କାହିଁକି ନା ଭାଇ ଭାଉଜ ହଇରାଣ କରିଥିଲେ ଗାଁରେ। ହଇରାଣ କଲା ପରେ ମା ମତେ ନେଇକି ପଳେଇ ଆସିଥିଲେ। କାହିଁକି ଭାଇ ଭାଉଜ ହଇରାଣ କଲେ? ସେ ନା ଘରେ ନାହିଁ, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ ଝିଅ ହେଲେ ମତେ କିଏ ଆସପେକ୍ଟ ଦିଅନ୍ତିନି। କେବଳ ମା ହିଁ, ମୋ ମା ବାପା ହିଁ ଭଲ ପାଆନ୍ତି, ଆଉ କିଏ ମତେ ଭଲ ପାଆନ୍ତିନି ଭାଇ ଭଉଣୀ। କାହିଁକି? ମୁଁ ଗୋଟେ ଏମିତି ହ୍ୟାଣ୍ଡିକ୍ୟାପ୍ ଝିଅ, ମାନେ ମୁଁ କିଛି କରିପାରିବିନି, ତାଙ୍କ ଉପରେ ବୋଝ ହେବି, ସେଇଥିପାଇଁ ସେମାନେ ସେମିତି କରନ୍ତି। ଆଜି କଣ ଆପଣ ସେମାନଙ୍କ ଉପରେ ବୋଝ ବୋଲି ଲାଗୁଛି କି? କିଛି ଆଜି ମତେ ଲାଗୁନି। ଆଜି ମୁଁ ଦୁନିଆ ଆଗରେ ଦେଖେଇବାକୁ ଚାହୁଁଛି ମୁଁ ଗୋଟେ ମାନେ ଅକ୍ଷମ ନୁହଁ, ମୁଁ ଗୋଟେ ସକ୍ଷମ। କେମିତି ସକ୍ଷମ? ଆପଣ କଣ କରନ୍ତି? ଭୁବନେଶ୍ୱର କେମିତି ଯୋଉ ଆସିଲା ପରେ, ଏଇଠି ଯୋଉ ପହଞ୍ଚିଲା ପରେ କଣ ଆପଣଙ୍କର ଜୀବନର ଲକ୍ଷ୍ୟ ଥିଲା? ସେ ଲକ୍ଷ୍ୟ ପଥରେ କେତେ ଦୂର ଆଗେଇଛନ୍ତି? ଜୀବନରେ ତ ଗୋଟିଏ ଲକ୍ଷ୍ୟ ଥିଲା, ଗୀତ ଶିଖିବା ପାଇଁ। କିନ୍ତୁ ଗୀତଟା ତ ଶିଖି ପାରିଲିନି, କିନ୍ତୁ ଡ୍ୟାନ୍ସ କରିପାରିଲି। ଗୀତ ଦେଖି ଆମେ ଟିକେ 2-4ଟା ଗୀତ ନବା, ଗୋଟେ ଗୀତଟେ ଗାଇବେ ଆପଣ। ସେମିତି ତ ଗୀତ ମତେ ଆସେନି ସେମିତି। ତଥାପି ଗୋଟେ ଗାଆନ୍ତୁ, ଗୋଟେ ଗାଆନ୍ତୁ। ମୁକଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ। କି ଗୁଣି କରିଛୁ
ଧନ ହେଲି ମୁଁ ଅନ୍ଧରେ ଅନ୍ଧର ଲଉଡ଼ି ଆରେ ଆଶା ବାଡ଼ି ତୁ ବିନା ବାଟ ଅନ୍ଧାର ତୋର ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ ତା ଯେତେ ଦୂରେ ଲୋଡୁଥିବି ତତେ ଭଲରେ ହଉ କି ମନ୍ଦରେ ମୁକଳା ଚାନ୍ଦରେ ଧନ ତୋ ଛନ୍ଦରେ କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ। ଭାରି ବଢିଆ ତ ଗୀତ ଗାଉଛନ୍ତି, ଆପଣ ଡ୍ୟାନ୍ସ କରନ୍ତି। ଆଚ୍ଛା, ଏଇ ଡ୍ୟାନ୍ସ ମାନେ କେଉଠୁ ଶିଖିଲେ ଆପଣ? ଡ୍ୟାନ୍ସ ମୁଁ ତ ପଢିଲା ଟାଇମରେ ଆନୁଆଲ ଫଙ୍କସନରେ ଟିକେ ଯାଏ, ଏତେ ଡ୍ୟାନ୍ସ ପ୍ରତି ମୋର ଫୋକସ୍ ନଥିଲା। କିନ୍ତୁ ମୁଁ ଯେତେବେଳେ ଡ୍ୟାନ୍ସ ପାଇଁ ଆସିଲି ଗୋଟେ ଅନୁଷ୍ଠାନରେ ରହିଲି, ସେଇ ଅନୁଷ୍ଠାନରେ ଭାଇମାନେ ମୋତେ ସାହାଯ୍ୟ କଲେ, ସେଇଠୁ ମୁଁ ଶିଖାଶିଖି କଲି ଆପଣ ଡ୍ୟାନ୍ସ। କାହିଁକି ଡ୍ୟାନ୍ସ କରିବା ପାଇଁ ମନ ବଳେଇଲେ? ମତେ ଗୋଟେ ଖୁସି ଲାଗିଲା ପେଟ ପୋଷିବା ପାଇଁ। ଆଉ କଣ କରିବା, ମାନେ ଜୀବନ ତ ଆମେ ଆଉ କିଛି କରିପାରିବୁ ନା, ଏଇ ଡ୍ୟାନ୍ସ କରିକି ଯାହା ଦି ପଇସା ରୋଜଗାର କରୁଛୁ ଆମ କଳାକୁ ଦେଖିକି, ତାହିଁରେ ଆମେ ପେଟ ପୋଷୁଛୁ। ଆଚ୍ଛା, ମତେ କୁହନ୍ତୁ, ଆପଣ ପେଟ ପୋଷିବା ପାଇଁ ଡ୍ୟାନ୍ସ କଲେ ନା ଆପଣଙ୍କର ଆଗ୍ରହ ଥିଲା ଡ୍ୟାନ୍ସ? ନାଇଁ, ପେଟ ପୋଷିବା ପାଇଁ ଆଗ୍ରହତା ବି ଥିଲା। ଆଗ୍ରହ ବି ଥିଲା। ହୁଁ। ଆଚ୍ଛା, ଆପଣ ଡ୍ୟାନ୍ସ ଦିଗରେ ଗଲେ କୋଉଠି ଆଉ ଅଲଗା କିଛି କଲେନି? ଆପଣଙ୍କର ବାହା ହେଇଛି ନା ନାଇଁ କି ହଁ, କଣ? ବାହା ହେଇଛି ନା, ବାହା ହେଇଛି। ମୁଁ ଗୋଟେ ଜେନେରାଲ ପିଲାକୁ ବାହା ହେଇଥିଲି ଆଚ୍ଛା। ଭଲ ପାଇକିରି, କିନ୍ତୁ ସେ ଜେନେରାଲ ପିଲା ଆଉ ଗୋଟେ ବାହା ହେଇଥିଲା। ହଁ ହଁ। ସେ ବାହା ହେଇଥିଲା, ସେ ମାନେ ମତେ ବାହା ହେଲା ପରେ କିଛି ଦିନ, ବର୍ଷେ 2 ବର୍ଷ, 7 ବର୍ଷ ପର୍ଯ୍ୟନ୍ତ ଟିକେ ଭଲରେ ଦେଖିଲା, ତାପରେ ବେଶୀ ଅତ୍ୟାଚାର କଲା। କଣ ସବୁ ଅତ୍ୟାଚାର କଲା ଆପଣ? ମାଲ ଫାଲ ପିଇକିରି ଝଗଡା ଝାଣ୍ଟି କରେ, ହୁଁ, ହୁଁ, ହୁଁ। ଆସିକି ଝଗଡା ଝାଣ୍ଟି କରେ। ମତେ କହେ ତୁ ରୋଜଗାର କରୁନୁ, ଘରେ ଖାଇକିରି ବସୁ, ଇଏ କରୁଛୁ ସିଏ କରୁଛୁ। ଏହା କଲା। ମୋର ବି ଗୋଟେ ପୁଅ ଅଛି 8 ବର୍ଷର। ହଁ। ପୁଅ ଏଇ ଭୁବନେଶ୍ୱର 8 ନମ୍ବରରେ ପାଠ ପଢୁଛି। ଆଚ୍ଛା, ଆଉ କେମିତି କଣ ଆପଣଙ୍କର ତାଙ୍କ ଜୀବନ ସହିତ ଆସିଲା ପରେ ପୁଣି କଣ କଲେ? ସେଇ ତ ମୁଁ ତ ତାଙ୍କ ଜୀବନରେ ଯାହା ଥିଲା, ମୁଁ ଯେତିକି ଦୁଃଖ କଷ୍ଟ ଅନୁଭବ କରିଥିଲି, ମୋର ପିଲାଦିନ ବହୁତ ଦୁଃଖ। ଏଣିକି ମା ବାପା ଥିଲେ ବି ଦୁଃଖ, ତାପରେ ଯାହାର ହାତ ଧରିଲି ତା ପାଖକୁ ଆଇଲି, ସେଇ ତା ପାଖକୁ ବି ଦୁଃଖ। ତା ସହିତ କେମିତି ଆପଣ ହାତ ଧରିଲେ? କେମିତି ଆପଣଙ୍କୁ ସେ କେମିତି ପସନ୍ଦ କଲେ? ସିଏ ଗୋଟେ ସାର୍ ଅଲଗା କଥା। ସିଏ କେବଳ ମାନେ ମତେ ଭଲ ପାଉନଥିଲା, ସେ କେବଳ ମୋ ପଇସାକୁ ଭଲ ପାଉଥିଲା। ଇଏ ଲୋକ ତାକୁ କହିଦେଲେ ଆ ପାଖରେ ଏତେ ପଇସା ଅଛି, ସେତେ ପଇସା ଅଛି, ସେଇ ପଇସା ସକାଶେ ସେ ମତେ ଭଲ ପାଇଥିଲା। କିନ୍ତୁ ଆଜି ଯେତେବେଳେ ମୁଁ 2 ପଇସା ରୋଜଗାର ନ କରିପାରିଲି, ସେ ମତେ ଅତ୍ୟାଚାର କଲା, ହାତ ଛାଡିବାକୁ ବାଧ୍ୟ କଲା। ମୁଁ ତା ହାତ ଛାଡ଼ିଦେଇ ମୁଁ ନିଜେ ଆଇଛି, ସେ ମତେ କହିନି ଯେ ଯାହାରି ତୁ। ମୁଁ କହିଲି ନାଇଁ, ମୁଁ ଆସିଛି ହେରି। ତାପରେ ସେ ଏବେ ବି ସୁଦ୍ଧା ଡାକୁଛି, କିନ୍ତୁ ମୁଁ ଯିବାକୁ ରାଜି ପାରୁନି। କାହିଁ, ଯେତେବେଳେ ରୋଜଗାର କରୁନଥିଲି ସେତେବେଳେ ମତେ ତୁ ମନା କରୁଥିଲୁ, ନାଇଁ ତୁ ମୋ ପାଖରେ ରହୁନୁ, ରୋଜଗାର କରୁନୁ। ଆଜି ଯେତେବେଳେ ମୁଁ 2 ପଇସା ରୋଜଗାର କଲି, ମୋ ପିଲାକୁ ପାଠ ଟିକେ ପଢେଇ ପାରିଲି, ମୁଁ ନିଜେ ପିନ୍ଧି ପାରିଲି, ଖାଇବାକୁ ମୁଠେ କରିପାରିଲି, ତାହେଲେ କାହିଁକି ମୁଁ ଇଏ କରିବି? ପର ଉପରେ କାହିଁକି ତା ଉପରେ ମୁଁ ବୋଝ ହେବି? ନିଜ ଗୋଡରେ ତ ମୁଁ ନିଜେ ଠିଆ ହେଇପାରିଲି ନା। ଆଉ ଗୋଟେ କଥା ହେଲା, ଆପଣଙ୍କୁ କୋଠୁ ସେ କେମିତି ଆଶା କରୁଥିଲା ଯେ ଆପଣ ରୋଜଗାର କରିପାରିବେ ବୋଲି? ସେଇଟା ତ ସାର୍ ମତେ ଆଶ୍ଚର୍ଯ୍ୟ ଲାଗୁଛି, ସେଇ ଗୋଟିଏ ଜିନିଷ ମତେ ଆଶ୍ଚର୍ଯ୍ୟ ଲାଗୁଛି। ସେ କିନ୍ତୁ ବାହା ହେଲା, ସେ ମତେ କହୁନଥିଲା ତୁ ପଇସା ଇଏ ଦରକାର ସେ ଦରକାର। କିଛି ଦିନ ଗଲା ପରେ ମତେ ବେଶୀ ଟର୍ଚର କଲା, ପଇସା ଆଣନୁ, ଇଏ କରନୁ, ସେ କରନୁ। କୋଉଠୁ ଆଣିବା ପାଇଁ ସେ କହେ? କେମିତି କଣ ସିଏ କହେ ବାହାରେ ଲୋକ ପିଲାମାନେ ଅଛନ୍ତି, ଏଣ୍ଡିକେ ପିଲାମାନେ କେତେ ଆଡେ ରୋଜଗାର କରିକି ସେମାନେ ପଇସା ଆଣୁଛନ୍ତି, କିନ୍ତୁ ତୋଠୁ ମୁଁ ଟଙ୍କାଟେ ବି ଆଶା କରୁନି, ତୁ ତ ରୋଜଗାର କରିକି ଆଣି ମତେ ଦଉନୁ। ମୁଁ କୋଉଠୁ ଆଣିକିରି ମୁଁ ରୋଜଗାର କରିଦେବି? କାହିଁକି ନା ମୁଁ କାହାକୁ ବି ଚିହ୍ନି ନଥିଲି, ଜାଣିନଥିଲି। ଆଜି ସିନା ବାହାରକୁ ଆସିଲି, 5 ଲୋକକୁ ଚିହ୍ନିଲି, ସମସ୍ତଙ୍କୁ ଚିହ୍ନା ପରିଚୟ ହେଲୁଗୁରୁ ଆଜି ମୁଁ ମାନେ ଡ୍ୟାନ୍ସ କରୁଛି କି ଗୀତ ଗାଉଛି କି ଯାହା କରୁଛି, 2 ପଇସା ରୋଜଗାର କରୁଛି। ସେତେବେଳେ ମୋର କିଏ ଚିହ୍ନା ଜଣା ନଥିଲା, କାହାକୁ ଧରିକିରି ମୁଁ ତ ପଇସା ରୋଜଗାର କରିଥାନ୍ତି? କେତେ କଷ୍ଟ ସହିବାକୁ ପଡିଲା ତାପରେ ଆପଣଙ୍କୁ? କେତେ କେମିତି କଣ ଏଇ ଜାଗାକୁ ପହଞ୍ଚିଲେ? ଜାଗାକୁ ତ ମାନେ ପହଞ୍ଚିଲି, ଭାଇ ଜଣେ ଥିଲେ, ସେ ମତେ ନେଇକି ଆସିଲେ ତାଙ୍କ ଅନୁଷ୍ଠାନରେ ରଖିଛନ୍ତି। ସେଇ ଅନୁଷ୍ଠାନ ରହିକିରି ଯାହା 2ଟା ରୋଜଗାର କରୁଛି। ପୁଅ ଦେଖା ହୁଏ? ହଁ, ପୁଅ ଦେଖା ହୁଏ। ସେଇଠି ହଁ, ପୁଅ ଆସେ ଘରକୁ। କେତେ ବଡ ପୁଅଟେ ହେଲାଣି? ପୁଅ 8 ବର୍ଷ ହେଲାଣି। କେତେ ଉଚ୍ଚ ହେଲାଣି? ପୁଅ ପୁରା ହାଇଟ୍ ଅଛି। ହାଇଟ୍ ଅଛି। ଆଚ୍ଛା, ଆଜିକା ଡେଟରେ ଆପଣଙ୍କର ତ ଏଇଭଳି ସିଷ୍ଟମ, କିନ୍ତୁ ଆପଣ ଯେତେବେଳେ ଦିବ୍ୟାଙ୍ଗ ନିଜକୁ ବୋଲି ଭାବୁଛନ୍ତି, କିନ୍ତୁ ଆପଣ ତ କହୁନାହାନ୍ତି ଯେ ମୁଁ ଦିବ୍ୟାଙ୍ଗ ନୁହଁ, ମୁଁ ସକ୍ଷମ। ଯଦି ଆପଣ ସକ୍ଷମ ବୋଲି ଭାବୁଛନ୍ତି, କେମିତି କେତେଟା ଷ୍ଟେଜ ଶୋ କଲେଣି? କେମିତି କଣ ରୋଜଗାର କେମିତି ହଁ, କରୁଛନ୍ତି ଟ୍ରେସ୍ କଣ? କଲେଣି, ମାନେ ଯାଇଥିଲି ରାୟପୁର, ଯାଇଥିଲି ରାଞ୍ଚି, ବିଶାଖାପାଟଣା, ଆମର ଜମ୍ମୁ କାଶ୍ମୀର, ତାପରେ କିଟ୍ କ୍ୟାମ୍ପସ, ପ୍ରାୟ ପ୍ରୋଗ୍ରାମ ମୁଁ କରିଛି। କି କ୍ୟାମ୍ପସ କେତେ ଥର ପ୍ରୋଗ୍ରାମ କଲେ? କିଟ୍ କ୍ୟାମ୍ପସ ତ ହେଇଗଲାଣି 3 ଥର ଖଣ୍ଡେ ହେଇଗଲାଣି। ଆଚ୍ଛା, ଆପଣ ଯେତେବେଳେ ପ୍ରୋଗ୍ରାମ କରିବା ପାଇଁ ଷ୍ଟେଜ କୁ ଯାଆନ୍ତି, ଲୋକ ଆପଣଙ୍କର କଣ ମାନେ କଣ ଚାହାନ୍ତି? ଆପଣ ଡ୍ୟାନ୍ସ ଦେଖିବା ପାଇଁ ଆସନ୍ତି ନା ଆପଣ ଦେଖିବା?
ସେଇଟା ତ କହିପାରିବିନି କିନ୍ତୁ ଲୋକ ବହୁତ ଖୁସି ହୁଅନ୍ତି, କେତେ ଖୁସି ହୁଅନ୍ତି ବହୁତ ଖୁସି ହୁଅନ୍ତି। ଯେ ଆପଣ ଯେତେବେଳେ ଷ୍ଟେଜ କୁ ଯାଉଛନ୍ତି, ଷ୍ଟେଜ ପ୍ରୋଗ୍ରାମ କରିବା ପାଇଁ ବାହାରୁଛନ୍ତି, ସେଇ ସମୟରେ ଲୋକ ଆପଣଙ୍କୁ ପାଖରେ ପହଞ୍ଚୁଛନ୍ତି, ଆପଣଙ୍କ ସହିତ କେତେ କିଏ ହ୍ୟାଣ୍ଡଶେକ୍ କରିଛନ୍ତି, କେମିତି କଣ ସବୁ କଥା ଟିକେ ହଁ କହିବେ? ଏମିତି ବହୁତ ଲୋକ କରନ୍ତି। ଇଏ ଆସିବ ଫଟୋ ଉଠଉଥିବ, ସିଏ ଆସିବ ତୋଳେଇକିରି ନେଇ ଯାଉଥିବ, କାଖ କରିଦଉଥିବ, ଏସବୁ ବି କରନ୍ତି। ଏତେ ଖୁସି। ଏତେ ଖୁସି ହୁଅନ୍ତି। ଆଚ୍ଛା, ଯେତେବେଳେ ଏଇ ଖୁସିଟା ଆପଣ ପାଇଲେ, ସେତେବେଳେ ସେ ପୁରୁଣା ଦୁଃଖ ଯୋଉ ଆପଣଙ୍କର ଥିଲା, ସେ ଦୁଃଖକୁ ଭୁଲି ଗଲେଣି ନା ସିଏ ବି ନା ମନରେ ଅଛି? ନା ସିଏ ଆଉ ମନ ନାହିଁ, ସେ ସବୁ ମୁଁ ଭୁଲି ଗଲିଣି। ମୁଁ ଚାହେଁ ଯେ ମୋର କିଏ ନାହାନ୍ତି ହେଲେ ମୁଁ କେବେ ବି ଭାବେନି, ମୁଁ ଭାବେ ଯେ ମୋର ସମସ୍ତେ ଅଛନ୍ତି ମୋ ପାଖରେ। ଏଇ ମୁଁ ଯୋଉ ଭାଇମାନେ ଆଦର କଲେ, ଏଇ ଭାଇମାନେ ଯୋଉ ଆପଣେଇଲେ, ସେମାନେ କୋଉ ଭଳିଆ? ସେମାନେ ବହୁତ ଭଲ। କେମିତି ତାଙ୍କ ନାଁ କଣ ସବୁ କହିଲେ ଟିକେ କିଏ କିଏ? ସେ ହେଲେ ରବି ଭାଇ, ଚିନୁ ଭାଇ। ସେମାନେ ଗୀତ ଗାଆନ୍ତି। ହଁ ଗୀତ ଆପଣ ଗାଆନ୍ତି। ଗୀତ ଗାଇବାକୁ ପସନ୍ଦ କରୁଥିଲେ କିନ୍ତୁ ଡ୍ୟାନ୍ସ କଲେ କାହିଁକି? ଗୀତଟା ଟିକେ ମତେ ଭଲ ଲାଗିଲା, ଡ୍ୟାନ୍ସ ଟା କରିବାକୁ ଭଲ ଲାଗିଲା ଆଉ। କେମିତି କଣ ଲଢେଇ କରୁଛନ୍ତି ବଞ୍ଚିବା ପାଇଁ? ବହୁତ କିଛି ତ ମୁଁ ଷ୍ଟ୍ରଗଲ କରି କରି ଆଇଛି। ଆଜି ବହୁତ କିଛି ଷ୍ଟ୍ରଗଲ କରିଛି, ହେଲେ ଆଜି ଆସିକିରି ମୁଁ ଏଇ ଜାଗାରେ ପହଞ୍ଚିଛି। ନହେଲେ ତ ମୁଁ ପହଞ୍ଚି ପାରିନଥାନ୍ତି। ମୋ ଲାଇଫରେ ତ ବହୁତ ଦୁଃଖ କଷ୍ଟ ଅଛି। କଣ କଷ୍ଟ ସବୁ ଟିକେ ଦୁଃଖ କେମିତି କଣ ସାମ୍ନା ସବୁ କରିଛନ୍ତି? ବାପା ଥିଲେ, ମାନେ ଭାଉଜ ଏମିତି ହଇରାଣ କରେ। ତାପରେ ତ ବାପା ମା ମଲା ପରେ, ବାପା ମା ମଲା ପରେ ନା ମୁଁ ଚାହିଁଲି ଯେ ଆସିକିରି ଭୁବନେଶ୍ୱର ତା ପାଖରେ ରହିଲି। ରହିଲା ପରେ ଯାହା ଯେମିତି ଚାଲିଥିଲା, ତାପରେ ସିଏ ବି ଅତ୍ୟାଚାର କଲା ପରେ ମୁଁ ନିଜେ ହିଁ ଡିସାଇଡ କରିଥିଲି ହେଲେ ଜୀବନ ହାରିଦେବାକୁ। କିନ୍ତୁ ଆଉ ଥରେ ସେ ଭାଇ ମାନେ ମତେ ହେଲ୍ପ ଦେଲେ, ସାହାଯ୍ୟ କଲେ, କହିଲେ ନାଇଁ ସେମିତି ଜୀବନରେ କେବେ ବି କରନା, ତୋର ଗୋଟେ ପୁଅ ଅଛି, ତୁ କିନ୍ତୁ ଦି ପଇସା ରୋଜଗାର କରିବାକୁ ଚାହ, ରୋଜଗାର କରେ ତୁ ବି ଚଳେ, ତାଇଁରେ ତୋ ପୁଅ ବି ଚଳେ। ଏତିକି ମତେ ମାନେ ରୋଜଗାର କରିବାର ବାଟ ଶିଖେଇଛନ୍ତି ସେମାନେ ମତେ। ଆଚ୍ଛା, ପୁଅ ପାଇଁ ପଇସା ପଠାନ୍ତି? ନାଇଁ ନାଇଁ ପଇସା ମୁଁ ପଠାଏନି ପୁଅ ପାଇଁ। ପୁଅ ଗୋଟେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଅଛି 8 ନମ୍ବରରେ, କିନ୍ତୁ ତାଙ୍କ ଦିଦି ମାନେ ବହୁତ ଭଲ, ହେଲ୍ପିଂ ବି କରୁଛନ୍ତି ମୋ ପିଲାକୁ। ଡ୍ରେସ ପତ୍ର, କପଡା ପତ୍ର, ମାନେ ତାର ରହିବା, ଖାଇବା, ଲଗେଇବା, ପିନ୍ଧିବା, ତାର ସବୁ। ମୁଁ ଯୋଉ କୌଣସି ଜିନିଷ ନେଇକିରି ଗଲେ ବି ସେମାନେ ମତେ ମନା କରୁଛନ୍ତି, ନାଇଁ ତମର ତ ଏଇ ଅସୁବିଧା, ତମେ ଆଣନି। ଆଚ୍ଛା, ଆପଣ ଏବେ ଜୀବନର ଲକ୍ଷ୍ୟ କଣ ରଖିଛନ୍ତି? ମୋର ତ ଗୋଟେ ଲକ୍ଷ୍ୟ ହେଲା, ମୁଁ ଆଗକୁ ମାନେ ପାହାଚ ତ ଚଢି ଚଢି ଆସିଲେଣି, ଆଗକୁ ଅଛି ମୁଁ ମାନେ ଚାହୁଁଛି ଭଲ ଗୋଟେ ଡ୍ୟାନ୍ସର ହେବି ଆଉ। ଭଲ ଡ୍ୟାନ୍ସର ହେଇ କଣ କରିବେ? ନା ମୁଁ ଚାହୁଁଛି ଯେ ଆମର ଭିନ୍ନକ୍ଷମ ଭାଇ ମାନଙ୍କୁ, ଭଉଣୀ ମାନଙ୍କୁ ଦେଖେଇ ଦବାକୁ ଚାହୁଁଛି, ଗୋଟେ ସକ୍ଷମ ହେଇକିରି ବି ଆପଣ କେବେ ବି ହାର ମାନନ୍ତୁନି, ସମସ୍ତେ ସକ୍ଷମ ହୁଅନ୍ତୁ ହେଲା। ଆଉ ଆମେ ଯେମିତି ରୋଜଗାର କରିବାର ବାଟ ଶିଖିଛୁ, ଡ୍ୟାନ୍ସ ହଉ କି ଗୀତ ହଉ, ଆପଣ ବି ସେଇଆ କରିକିରି ଚଳନ୍ତୁ। କିନ୍ତୁ ଭିନ୍ନକ୍ଷମ କେବେ ଭାବିବେନି। କେବେ ବି ଭାବିବେନି, ନା ଭିନ୍ନକ୍ଷମ କେବେ ବି ଭାବିବେନି। ଭାବିବେ ଯେ ଆମର କିଏ ନାହାନ୍ତି, କିନ୍ତୁ ଆମେ ଆଗରେ ଗଲେ ଆମ ପଛରେ 10 ଜଣ ବି ଯାଉଛନ୍ତି। ଆପଣ ଦିବ୍ୟାଙ୍ଗ, ନିଜକୁ କେବେ ଭାବିବେନି ନା କଣ, ଏଇ କଥା କହୁଛନ୍ତି? ହଁ ଠିକ କଥା। ଆପଣ ଏଯାଏ ନିଜକୁ ଭାବି ନାହାନ୍ତି। ନା ଆପଣ ସମସ୍ତଙ୍କୁ ଯୋଉ ବାର୍ତ୍ତା ଦେଲେ, ଆଉ ଥରେ କହିଦିଅନ୍ତୁ ଯେ ଏଇ ବାର୍ତ୍ତା ଦିବ୍ୟାଙ୍ଗ, ପ୍ରତ୍ୟେକ ଦିବ୍ୟାଙ୍ଗଙ୍କ ପାଇଁ ଏଇ ବାର୍ତ୍ତା ଦଉଛନ୍ତି, କହିଦିଅନ୍ତୁ କଣ ମୁଁ କହିବେ? ଏଇ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଜଣାଉଛି ଯେ ପ୍ରତ୍ୟେକ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ କେବେ ଅକ୍ଷମ? କେବେ ବି ଅକ୍ଷମ ହେଲେ ଭାବନ୍ତୁନି, ସବୁଦିନ ସକ୍ଷମ ଭାବନ୍ତୁ। କାହିଁକି ନା ଆମେ ରୋଜଗାର କରିବା, ଆମେ ଭିକ ମାଗୁନାହାନ୍ତି। ଆମେ ନିଜ ଗୀତ ଗାଇବା, ଡ୍ୟାନ୍ସ କରିବା, ଆମ ଭିତରେ ଯୋଉ କଳା ଅଛି ଆମେ ସେଇ କଳାକୁ ଦେଖେଇକିରି ଆମେ କିଛି ପଇସା ରୋଜଗାର କରିବା। ଆମେ ଭିକ ମାଗିଲେ କି କାହା ଦ୍ୱାର ଦ୍ୱାର ବୁଲିଲେ ଆମକୁ ଖରାପ ଲାଗିବ, କିନ୍ତୁ ଆମେ ନିଜ କଳାଟା ନିଜେ ପ୍ରକାଶ କଲେ କିଛି ବି ଖରାପ ଲାଗିବନି। ଗୋଟେ କଥା ହେଲା, ଆପଣ ମାନେ କୋଉ ଦିନ ଜାଣିଲେ ଯେ ଆପଣଙ୍କ ଭିତରେ ଡ୍ୟାନ୍ସ ର କଳା ଗୋଟେ ଅଛି? ଏବେ ତ ବର୍ଷେ 2 ବର୍ଷ ହେଲା ମୁଁ ଡ୍ୟାନ୍ସ କରୁଛି। ହଁ। ହୁଁ। କେତେ ଡ୍ୟାନ୍ସ କଲେଣି, କେତେ ପାଖାପାଖି କେତେ ଡ୍ୟାନ୍ସ କରିସାରିଲେଣି? ହଁ ହେଲାଣି ପ୍ରାୟତଃ, ମାନେ ଏମିତି ତ ମୋର ରେଗୁଲାର ପ୍ରୋଗ୍ରାମ ଥାଉଛି, ତାପରେ ବୁକିଂ ପ୍ରୋଗ୍ରାମ ବି ଆସୁଛି। ଆପଣଙ୍କୁ କେତେ ଟଙ୍କା ମିଳେ? ସେଟା ପ୍ରତ୍ୟେକ ଦିନ 500 ଟଙ୍କା ମିଳେ। ହଁ, ହଁ ସେଇଥିରେ ଚଳି ଯାଆନ୍ତି ଆପଣ? ସେଇଥିରେ ଚଳିଯାଏ। ମୁଁ ଏତିକି ମାନେ ଏବେ ବି ଗୋଟେ ଭାସ୍କର ନ୍ୟୁଜ ଦେଇଥିଲି ଚ୍ୟାନେଲ କୁ, କିନ୍ତୁ ମୁଁ ଏତିକି ରିକ୍ୱେଷ୍ଟ କରୁଛି, ସରକାର ଯାହା ମତେ ଭତ୍ତାଟା ଖାଲି ସାହାଯ୍ୟ କରୁଛନ୍ତି, ଆଉ କିଛି ସାହାଯ୍ୟ କରିନାହାନ୍ତି। ତାଇଥିରେ ଯଦି ମାନେ ରାସନ କାର୍ଡ ଗୋଟେ ହେଇନ୍ତା, କି ରହିବା ପାଇଁ ଟିକେ ଘର ଖଣ୍ଡେ ହେଇନ୍ତା, ବହୁତ ଖୁସି ହୁଅନ୍ତି ଆଉ। ଦର୍ଶକ ବନ୍ଧୁ ଶୁଣିଲେ ନିଶ୍ଚିନ୍ତ ଭାବରେ ଯେ ଏଭଳି କେହି ନିଜକୁ ଆପଣ ମାନେ ଭିନ୍ନକ୍ଷମ, ମାନେ ଅକ୍ଷମ ଭାବନ୍ତୁନି, ଦିବ୍ୟାଙ୍ଗ ନିଜକୁ କେବେ ଭାବିବେନି। ଆପଣ ଉତ୍ତଙ୍କ ପାହାଚ ନିଶ୍ଚିନ୍ତ ଚଢିପାରିବେ। ଏଇ କଥା ସେ ଭଉଣୀ ବାର୍ତ୍ତା ଦେଇଛନ୍ତି। କେହି ବି ଜୀବନରେ
ଅକ୍ଷମ ନିଜକୁ ଭାବନ୍ତୁ ନାହିଁ। ଆପଣମାନେ ସକ୍ଷମ, ଆପଣଙ୍କ ଭିତରେ ଥିବା ସକ୍ଷମ ଯୋଉ କଥା, ନିଜ ଭିତରେ ଥିବା ସକ୍ଷମତାକୁ ସାମ୍ନାକୁ ଆଣନ୍ତୁ। ଆପଣ ବଞ୍ଚିବା ପାଇଁ ଲଢ଼େଇ କରନ୍ତୁ। ନିଶ୍ଚିନ୍ତ ଜୀବନ ଯୁଦ୍ଧରେ, ଆପଣ ବଞ୍ଚିବା ଯୁଦ୍ଧରେ ନିଶ୍ଚିନ୍ତ ଆଗକୁ ରହିବେ, ଆଗରେ ରହିବେ, ଆଉ ଆପଣ ଜୀବନରେ ନିଶ୍ଚିନ୍ତ ସଫଳତା ପାଇବେ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।